ଜୟ ଜଗନ୍ନାଥ ସାଙ୍ଗମାନେ, ଆଜି ମୁଁ ବନେଇବାକୁ ଯାଉଛି ସାରୁ ଆଳୁ ତରକାରୀ। ମୁଁ ପ୍ରଥମେ ତାହିରେ ପାଣି ନେଲି, ତାପରେ ଆଳୁ ଆଉ ସାରୁକୁ ତା ଭିତରେ ଘୋଡ଼େଇ ଦେଲି। ଘୋଡ଼େଇ ଦେଇ ସାରିବା ପରେ କିଛି ସମୟ ଗଲା ପରେ ମୁଁ ତାକୁ ଆଳୁ ଆଉ ସାରୁକୁ ଗୋଟେ ଜାଗାରେ ନେଲି। ପାଣି ଦେଇକି ଗରମ ହେଇଥିଲା ତ ତାକୁ ମୁଁ ଥଣ୍ଡା କରିଦେଲି। ତାପରେ ତାକୁ ମୁଁ ଛଡ଼େଇ ଦେଲି। ଛଡ଼େଇ ସାରିବା ପରେ ଗୋଟେ ଥାଳିରେ ମୁଁ ରଖିଦେଲି। ରଖି ସାରିବା ପରେ ମୁଁ ମସଲାକୁ ବାଟିକି ରଖିଦେଇଥିଲି। ତ ତାକୁ ମୁଁ ତାପରେ ତାଇକୁ ମୁଁ ବସେଇଦେଲି ଗରମ ହେବା ପାଇଁ। ତାପରେ ମୁଁ ତେଲ ଢାଳିଦେଲି। ତେଲଟା ଗରମ ହେଇସାରିଲା ପରେ ମୁଁ ମସଲାକୁ ସବୁ ତା ଉପରେ ପକାଇଦେଲି। ପକାଇ ସାରିବା ପରେ ତାକୁ ମୁଁ ଭଲ ଭାବରେ ଭାଜିବାକୁ ଲାଗିଲି। ଭାଜି ସାରିବା ପରେ ଭଲ ଭାବରେ ମୁଁ ତାକୁ ମସଲା, ସେଇ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଗରମ ମସଲା ଏମିତି ଜିନିଷ ତାପରେ ପାଣିରେ ଗୋଳେଇକି ତା ଉପରେ ପକାଇଦେଲି। ତାକୁ ମୁଁ ଭଲ ଭାବରେ କଷିବାକୁ ଲାଗିଲି। ଭଲ ଭାବରେ ହେଇସାରିଲା ପରେ ମୁଁ ଲୁଣ ପକାଇଦେଲି। ଲୁଣ ପକାଇ ସାରିବା ପରେ ତାପରେ ତାକୁ ମୁଁ ଭଲ ଭାବରେ ଟିକେ ଗୋଳେଇବାକୁ ଲାଗିଲି। ହେଇସାରିଲା ପରେ ମୁଁ ସେ ଆଳୁ ଆଉ ସାରୁକୁ ତା ଉପରେ ପକାଇଦେଲି। ପକାଇ ସାରିବା ପରେ ମୁଁ ତାକୁ ଭଲ ଭାବରେ ତାକୁ ମୁଁ ଏପଟ ସେପଟ କରିଦେଲି, ମିକ୍ସିଂ କରିଦେଲି। ମିକ୍ସିଂ କରିସାରିଲା ପରେ ମୁଁ ତା ଉପରେ ଘୋଡ଼େଇ ଦେଲି। ଘୋଡ଼େଇ ସାରିବା ପରେ କିଛି ସମୟ ଗଲା ପରେ ମୁଁ ତାକୁ କାଢ଼ିଦେଲି। ତାପରେ କାଢ଼ି ସାରିବା ପରେ ତାକୁ ମୁଁ ଭାଜିବାକୁ ଲାଗିଲି ଆଉ ଥରେ। ତାପରେ ହେଇସାରିଲା ପରେ ମୁଁ ପାଣି ଢାଳିଦେଲି। ପାଣି ଢାଳି ସାରିବା ପରେ ଟିକେ ଫୁଟିବାକୁ ଛାଡ଼ିଦେଲି। ଫୁଟି ସାରିଲା ପରେ ମୁଁ ତାକୁ ଧନିଆ ପତ୍ରକୁ ମୁଁ କାଟିକି ତା ଉପରେ ପକାଇଦେଲି। ପକାଇ ସାରିଲା ପରେ ତାପରେ ମୁଁ ତାକୁ ଓହ୍ଲେଇ ଦେଲି। ଓହ୍ଲେଇକି ଗୋଟେ ଜାଗାରେ ନେଲି। ତାପରେ ତାକୁ ମୁଁ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ଆଉ ସବସ୍କ୍ରାଇବ୍ କରିବେ।